ନା ନା ଏଇଟା ରସମ ନୁହେଁ, ଏଇଟା ଆମ ବ୍ରହ୍ମପୁରର ଚାରୁପାଣି। ପାଟି ଅରୁଚି, ଥଣ୍ଡା ଜ୍ୱର ଇଏ ସବୁକୁ ବଢ଼ିଆ କାମ ଦିଏ। କିଛିଟା ରସୁଣ, ଲଙ୍କା, ପଞ୍ଚଫୁଟଣ ଓ ଭୃସଙ୍ଗା ପତ୍ର ନେଇ ତାକୁ ଦରଦରା କରିକିନା ଛେଚିଦେବେ। ତାପରେ ଗରମ କଢ଼େଇରେ 2 ଚାମଚ ସୋରିଷ ତେଲ ପକାଇ ଭୃସଙ୍ଗା ପତ୍ର ଫୁଟେଇ ଦେବେ। ତାପରେ ସେଇ ଦରଦରା ଛେଚାକୁ ଏଇଥିରେ ପକାଇ ଭଲସେ ଭାଜି ନେବେ, ଯେମିତି ତା'ର ଗୋଲ୍ଡେନ୍ ବ୍ରାଉନ୍ କଲର୍ ଆସିଯିବ। ଗୋଲ୍ଡେନ୍ ବ୍ରାଉନ୍ କଲର୍ ଆସି ସାରିଲା ପରେ ସେଇଥିରେ ଅଧା କପ୍ ପାଣି ଦେଇ ତାକୁ ଟିକେ ଫୁଟେଇ ଦେବେ। ଫୁଟେଇ ସାରିଲା ପରେ ସେଇଥିରେ ଆପଣ ତେନ୍ତୁଳି ମଣ୍ଡ ପକାଇ ପାରିବେ ବା ଆମ୍ବୁଲ ପକାଇ ପାରିବେ। ଆମ୍ବୁଲ ପକାଇ ସାରିଲା ପରେ ସେଇଥିରେ ଲୁଣ, ହଳଦୀ ପକାଇ ତାକୁ ଭଲସେ ଫୁଟିବାକୁ ଛାଡ଼ିଦେବେ। ଫୁଟି ସାରିଲା ପରେ ସେଇଥିରେ ଆଉ 1 ଗ୍ଲାସ୍ ପାଣି ପକାଇ ତାକୁ 5ରୁ 10 ମିନିଟ୍ ପର୍ଯ୍ୟନ୍ତ ଭଲସେ ଫୁଟିବାକୁ ଛାଡ଼ିବେ। ସେ ଫୁଟି ସାରିଲା ପରେ ଯେତିକି ପରିମାଣ ଆପଣ ଦେଇଥିଲେ ପାଣି ଆଗରୁ, ସେ ପୁରା ଫୁଟି ପୁରା ଅଧା ପରିମାଣର ହେବା ଦରକାର। ତାପରେ ରେଡ଼ି ହେଇଗଲା ଆମର ବ୍ରହ୍ମପୁର ସ୍ପେଶାଲ୍ ଚାରୁପାଣି। ଲାଇକ୍, ସେୟାର ଆଣ୍ଡ ଫଲୋ ଫର୍ ମୋର୍। ଜୟ ଜଗନ୍ନାଥ।